ତ ଭାଉଜ रिपोर्ट आसला HbA1c एकदम नॉर्मल 5.3 केमती लागुची? ବହୁତ ଖୁସି ମାନେ ଏତେ ଖୁସି କି ମାନେ ଭାଷାରେ କହିହବନି। 3-4 ମାସ ତଳେ ମୁଁ ବହୁତ ପୁରା ଟେନସନ ହେଇଥିଲି ଯେବେ ଶୁଣିଲି କି ମୋର ସୁଗାର ବାହାରିଛି। ମୋର ହଜବେଣ୍ଡଙ୍କର ବି ଥିଲା ତ ସେ ପାଇଁ ମୁଁ ମୋ ବାପାଙ୍କର ବି ଥିଲା। ତେଣୁ ମୁଁ ଟିକେ ବହୁତ ନର୍ଭସ ଥିଲି। କେମିତି କଣ ମେଡିସିନ ଖାଇବା ପାଇଁ ବି ଇଚ୍ଛା ହଉନଥିଲା ସବୁଦିନ କଣ ଗୋଟେ ମେଡିସିନ ଖାଇବୁ ଏମତି ଇଏରେ ଥାଏ। ତାପରେ ଯାହା ହଉ ତମ ସହିତ ଇଏ ହେଲା ପରେ କି ମେଡିସିନ ତ ମୁଁ ଜମା ବନ୍ଦ କରିନି ମାନେ ଖାଇ ନଥିଲି ଜମା 1 ମାସ ଖାଇଥିଲି। ତାପରେ ମୋର ବି ମୋ ଠାକୁର ବାଡି ଯାଇଥିଲି ସେଠି ବି ମନା କଲେ। ତାପରେ ମୁଁ କହିଲି ନା ଖାଇବିନି ଦେଖି ସବୁ ରେଗୁଲାର ଏକ୍ସରସାଇଜ ଖାଇବା ପିଇବା ସବୁ ଜଗିବି ଦେଖି କଣ ହଉଛି। ଯାଉ 3 ମାସ ପରେ ମୋର ଏବେ ନର୍ମାଲ ଆସିଛି ମାନେ HbA1 ପୁରା ନର୍ମାଲ 5.3 ଆଗରୁ ଥିଲା 7.5 ଥିଲା ଏବେ ନର୍ମାଲ ଅଛି। डायबिटीज तारे रिवर्स ହେଇ ପାରୁଛି ନା? ହଁ ମେଡିସିନ ବିନା ମେଡିସିନରେ ସେଇ ଯେ କୁହନ୍ତି କି ସମସ୍ତେ ଥରେ ଷ୍ଟାର୍ଟ କଲେ କି ଜୀବନ ସାରା ଖାଇବା ପାଇଁ ପଡେ। ଏଇଟା ପୁରା ଭୁଲ ବୋଲି ମୁଁ ମାନେ ନିଜେ ଲୋକ କୁହନ୍ତି କି ନିଜେ ନ ମଲେ କି ଯମ ଦର୍ଶନ କରି ହୁଏନି ସେଇଟା ପୁରା ଠିକ। ନିଜେ ଇଏ ହେଲା ବେଳକୁ ଜଣା ପଡିଲା କି ଯେ ହଁ ଏକ୍ସରସାଇଜ କରିକି ଖାଇବା ପିଇବା ଜଗିକି ଡାଇବେଟିସ ଗୋଟେ ରୋଗ ନୁହେଁ। ଏଟା ଖାଲି ମାନେ ନିଜେ ଖାଇବା କଣ୍ଟ୍ରୋଲ ଆମର ଖାଇବା ପିଇବା ଆଜିକା ଚଳଣିରେ ଯୋଉ ସବୁ ଆମେ ଖାଦ୍ୟ ଖାଉଛୁ ସବୁ ଜିନିଷରେ ତ ମାନେ ମଇଦା ଚିନି ବେଶୀ ସବୁ ଜିନିଷରେ ସୁଗାର ଏଡ ହେଇଛି ଆମେ ଯେତେବେଳେ କିଣୁଥିଲୁ ବି ସେଗୁଡା ସବୁ ଦେଖୁନଥିଲୁ ଏମିତି ହିଁ ନେଇକି ପଳେଇ ଆସୁଥିଲୁ। ଏବେ ଜାଣିଲା ପରେ ସବୁ ଜିନିଷ ଟା ପଢିବା ପାଇଁ ଇଚ୍ଛା ହଉଛି ଯେ କୋଉଟାର ସୁଗାର କେତେ ରହୁଛି ସେଇଟା ଦେଖିକି ବି କିଣୁଛୁ ଏବେ। ଆଉ ଏଇ ଯେ ଫାଷ୍ଟ ଫୁଡ ସବୁ ଆସିଛି ଏବେ ଆଉ ସେଟା ଲୁଭ ବି ଛାଡି ହଉନି କି ମାନେ ମାନେ ଦେହ ଖରାପ ହେଲା ବେଳକୁ ବନ୍ଦ କରିବା ପାଇଁ ଇଚ୍ଛା ହଉଛି ନହେଲେ ଜାଣିକି ଆମେ ଜାଣିଛୁ ଯେ ସେଇଟା ଖରାପ କିନ୍ତୁ ଆମେ ଛାଣୁ ନଥିଲୁ। ଏବେ ତ ସେ ସବୁ ଆଉ ଜମା ମାନେ ହଉ ହିଁ ନାହିଁ। ଆଉ ଯାହାବି ଯେତେବେଳେ ହଉଛି ମୁଁ ଘରେ ବନଉଛି ଅଟାରେ ବନେଇକି ଘରେ ହିଁ ବନଉଛି। ଯା ହଉ ସବୁ ଠିକ ଠାକ ସବୁ ସକାଳଠୁ ରାତି ଯାଏ ଯୋଉ ସବୁ ନିୟମ ସବୁ ମାନିକି ଚଳିଲା ପରେ ହିଁ ମୋର ଏଟା ରିଭର୍ସ ହେଇଛି। ମୁଁ ବହୁତ ହି ବହୁତ ବଢିଆ। ଖୁସି ସମସ୍ତଙ୍କୁ ଏହା କହିବି କି ଯେ ସମସ୍ତେ ମାନିକି ଚଳନ୍ତୁ 1 ମାସ କି 15 ଦିନ କଲେ ଏଟା ମାନେ ଯେ ଫୁଲଫିଲ ହେଇଯିବ ଯେ ଆମର କାହିଁ ସୁଗାର ତ ବଢୁନି ଏମିତି ମତେ ବି ଲାଗୁଥିଲା ଯେ କାହିଁ ତ ମୋର କାହିଁ କମୁନି ଆଉ ସେହା ତ ଅଛି ପୁରା କଣ୍ଟିନ୍ୟୁଆସ 3 ମାସ ମାନେ ଲାଗି ରହିତେ ହବ ଗୋଟେ ଜିନିଷକୁ ଲାଗି ରହିଲେ ହିଁ ସକ୍ସେସ ମିଳିଥାଏ। ଏଇଟାକୁ ଲାଗି ରହିତେ ହବ 3 ମାସ ତ ନିହାତି ଆଉ ଯାହାର ତ ବେଶୀ ଅଛି ତାକୁ ତ ଆହୁରି ବେଶୀ ଦିନ ଟିକେ ଇଏ ହବା ପାଇଁ ପଡିବ। କାହିଁକିନା ମୋର ଜଷ୍ଟ ବାହାରି ଥିଲା ଯୋଗୁରୁ 3 ମାସରେ କଣ୍ଟ୍ରୋଲ ହେଇଗଲା। ଯାହାର 5 ବର୍ଷ 10 ବର୍ଷ 15 ବର୍ଷ ଅଛି ସେମାନଙ୍କୁ ତ ଏମିତି ଲାଗି ରହିକି ନିହାତି 6 ମାସ କଣ୍ଟିନ୍ୟୁ କଲେ ଯାଇକି ହିଁ କମିବ। ମୁଁ ମୋ ନିଜର ମାନେ ଇଏରେ କହୁଛି କି ସମସ୍ତେ କରନ୍ତୁ ସକ୍ସେସ ହିଁ ପାଇବେ। ବହୁତ ହି ବଢିଆ। ଆଉ ଭାଉଜ ସବୁଠୁ ଭଲ ବେନିଫିଟ କଣ ହେଇଛି ଆପଣଙ୍କ ହଜବେଣ୍ଡ ଭାଇ ସିଏ ବି ଏବେ ମାନେ ହଁ ହଁ ବିଲିଭ ସିଏ ବି ଏବେ ପୁରା ଲାଗିଛନ୍ତି ଆଉ କହୁଛନ୍ତି କି ଆଉ ତମର କମିଦବ ଆଉ ମୋର କମିବନି କି ମୁଁ ବି ଲାଗିବି ଏଥର ମୁଁ ବି କମେଇବି ମୁଁ ବି ମେଡିସିନ ଖାଇବିନି ସେ ମଝିରେ ବନ୍ଦ କରିଦେଇଥିଲେ ଏମିତି ଖାଉନଥିଲେ ମୁଁ କହିଲି ନା ଖାଆନ୍ତୁ ମେଡିସିନ ଖାଇକି ତାପରେ ଧୀରେ ଧୀରେ କମିବା। ଆଉ ସିଏ ଏବେ ବି ମାନେ ସବୁ ଠିକ ଠାକ କରୁଛନ୍ତି ରେଗୁଲାର। ବହୁତ ହି ବଢିଆ ଭାଉଜ ଆପଣଙ୍କ ଏଇ ମାନେ ଯୋଉ ଟ୍ରାନ୍ସଫରମେସନ ହେଇଛି ମାନେ ଆପଣଙ୍କ ନିଜର ଏଫର୍ଟ ଥିଲା ହଁ ମୁଁ ଗାଇଡ କଲି ବଟ ଆପଣ ହଁ ପୁରା ଏଫର୍ଟ ଦେଇଛନ୍ତି ତା ଯୋଗୁ ହିଁ ଚେଞ୍ଜ ହେଇପାରିଛି ଆଉ ଆପଣଙ୍କ ଯୋଗୁ ଏନେ ବହୁତ ଜଣ ସେଇ ବିଲିଫ ଗୋଟେ ତାଙ୍କର ଆସିବ କି ଡାଇବେଟିସ ରିଭର୍ସ ହେଇପାରିବ ବାସ୍ ଆମର ଲାଇଫଷ୍ଟାଇଲ ଚେଞ୍ଜ ଆମେ କଲେ ଆରାମ ସେ ରିଭର୍ସ ହବ। ହଁ ନିହାତି। ବହୁତ ହି ବଢିଆ ଥ୍ୟାଙ୍କ ୟୁ ଆପଣଙ୍କୁ ମାନେ ଭଲସେ ସବୁ ଫଲୋ କଲେ ଗୋଟେ ଏକ୍ସାମ୍ପଲ ସେଟ କରିପାରିଲେ। ନା ଆପଣଙ୍କ ଭଳିଆ ବି ଗୋଟେ ମାନେ ପାଇକି ଯେ ଆପଣ ମତେ ଯେମିତି ବତେଇଛନ୍ତି ମୁଁ ସେମିତି କରିଛି ନହେଲେ ତ ଏମିତି ତ ୟୁଟ୍ୟୁବ ଫେସବୁକ୍ ଯୋଉଠି ଯୋଉଠି ଆମେ ଦେଖୁଛୁ ଏକ୍ସରସାଇଜ ଏମିତି ହୁଏ ଖାଇବା ହୁଏ କିନ୍ତୁ ଆମେ ସେ ସବୁ ମାନୁନୁ ଜଣେ ପୁରା ମାନେ ଗାଇଡ ନେଇକି ସବୁଦିନ ସକାଳ ସନ୍ଧ୍ୟା 3 ଟାଇମ୍ସ ମୋର ଖାଇବା ଶୈଳୀ କଣ ଖାଉଛି କଣ ଇଏ କରୁଛି ସବୁ ଦେଖେଇବା କହିବା ଟାଇମ ଦେଇକି ପଇସା ତ ସମସ୍ତେ ନଉଛନ୍ତି କିନ୍ତୁ ଗାଇଡ ନେଇକି ଯେ ଦେଖିବା ଗୋଟେ ନିଜର ଭାବିକି
ଯେ ମୁଁ ଯେମିତି ଇଏ ହେଇଛି, ମୋର ଭାଉଜ କି ମୋ ରିଲେଟିଭ ମାନେ ଏମିତି ସବୁ ହୁଅନ୍ତୁ, ଏଇଟା ହିଁ କେତେ ଲୋକ କରୁଛନ୍ତି। ଏଇଟା ଏଇ ସମୟ ଧନ୍ୟବାଦ, ଥ୍ୟାଙ୍କ ୟୁ ବହୁତ ସାରା। ଥ୍ୟାଙ୍କ ୟୁ।